हाँ आम रेडी ଆପଣ ଯିବେ काली आम घेराव करूँ ନା କାଲି ଆପଣ ଦେଖିଥିବେ ଯନ୍ତ୍ର ମନ୍ତର ଯିବେ କି? ପରଦିନ ରଥ ହଁ ଯଦି ବାଡେଇବେ ଆପଣଙ୍କୁ ରେଡି ମାଡ଼ ଖାଇଲେ ମାଡ଼ ଦବା ଆଗ ଖାଇଦବା ତାପରେ କୁନ୍ଦି ବି ଧରିକି ଯେ ନରେନ୍ଦ୍ର ମୋଦି ଦାଢି ଫାଡି କିଛି ରହିବନି ଉପୁଡି ଯିବ ସବୁ। ଟେନସନ ନେଇକି ଯିବେ ମାନିବାକୁ ବାଧ୍ୟ ହେବେ କାରଣ ଏଭଳିଆ ଇତିହାସରେ କେବେ ଘଟଣା ଘଟି ନଥିଲା ଦିଲ୍ଲୀରେ ଯାହା ଘଟିଲା ଗୋଟେ କଳଙ୍କିତ ଅଧ୍ୟାୟ ଦିଲ୍ଲୀ ଇତିହାସରେ ଇଣ୍ଡିପେଣ୍ଡେଣ୍ଟ ପୂର୍ବରୁ ଇଣ୍ଡିପେଣ୍ଡେଣ୍ଟ ପରେ ଏମିତି ଅତ୍ୟାଚାର 3000 3500 ଛାତ୍ରଙ୍କ ଉପରେ ମାଡ଼ ଛାତ୍ରୀଙ୍କ ଉପରେ ମାଡ଼ ଅଗାଧ ଦଣ୍ଡ ଛିନଛତ୍ର କରିଦିଆଯାଇଛି ଛାତ୍ରମାନଙ୍କ ପ୍ରତି ଅନ୍ୟାୟ ତାର ପ୍ରତିବାଦରେ ଯାହା ହଉ ରାହୁଲ ଗାନ୍ଧୀକି ଧନ୍ୟବାଦ ପ୍ରିୟଙ୍କା ଅଲ୍ ଏମ୍ପି ପ୍ରଧାନମନ୍ତ୍ରୀ ବାସଭବନରେ ବସିଲା ଆମର ଇଣ୍ଡିଆ ଯାକ ଆମେ କଂଗ୍ରେସ ବାଲା ଗଭର୍ଣ୍ଣର ହାଉସ୍ ସବୁ ରାଜ୍ୟର ଗଭର୍ଣ୍ଣର ହାଉସ୍ରେ ଘେରାଉ କଲୁ କାଲି ସାରା ଦେଶ ଯାକ ଛାତ୍ର ଯୁବକ ମହିଳା ଆଦିବାସୀ ପ୍ରୋଟେଷ୍ଟ କରିଛନ୍ତି ଆଜି ବି ଯନ୍ତ୍ରପତ୍ରରେ ଚାଲିଛି ହଜାର ହଜାର ଲୋକ ଖାଦ୍ୟ ନେଇ ପହଞ୍ଚଉଛନ୍ତି ଟ୍ୟାକ୍ସିବାଲା ପହଞ୍ଚଉଛନ୍ତି ବସ୍ ଓନର ପହଞ୍ଚଉଛନ୍ତି ଆଖପାଖ ଅଞ୍ଚଳ ଲୋକ ଖାଦ୍ୟ ପହଞ୍ଚଉଛନ୍ତି କମ୍ପାନୀମାନେ ପହଞ୍ଚଉଛନ୍ତି ଛାତ୍ରମାନଙ୍କ ପ୍ରତି ଯେଉଁ ସହାନୁଭୂତି ଦେଖାଉଛନ୍ତି ଅଦ୍ଭୁତ ପ୍ରକାର ସହାନୁଭୂତି ଏ ଘଟଣା ଗୋଟେ କଳଙ୍କିତ ଘଟଣା ଭାରତ ଇତିହାସରେ କଳଙ୍କିତ ହେଇକି ରହିଲା ଏ ଘଟଣା ଏବଂ ଏଭଳିଆ କଦର୍ଯ୍ୟ ପରିସ୍ଥିତି ଇଣ୍ଡିଆରେ କେବେ ହେଇନଥିଲା ଯୋଉଟା ହେଇଯାଇଛି 3 ଦିନ ତଳେ ଛାତ୍ରଙ୍କ ଉପରେ ଯୋଉ ଅତ୍ୟାଚାର ବର୍ତ୍ତମାନ ଦେଖାଯାଉଛି ଗୋଟେ ଜିନିଷ ଯେ ସେଇ ଛାତ୍ରମାନେ ଯୋଉମାନେ ନିଜ ହକ୍ ପାଇଁ ଲଢେଇ କରୁଛନ୍ତି ତାଙ୍କୁ ଦେଶଦ୍ରୋହୀ କୁହାଯାଉଛି ପାକିସ୍ତାନୀ କୁହାଯାଉଛି ଚାଇନା ଏଜେଣ୍ଟ କୁହାଯାଉଛି ଏଭଳି ଅନେକ ଏ ବିଜେପି କର୍ମୀ ଗୁଡା କହିବେ ଏଗୁଡାକ ଭଡାଟିଆ ଗୁଡାକ ବିଜେପି କର୍ମୀ ଏଗୁଡା କଣ ଥିଲେ ସ୍ୱାଧୀନତା ପାଇଁ ବିଜେପି ବାଲା ଆସିଥିଲେ ଆରଏସଏସ୍ ବାଲା ଆସିଥିଲେ ଏମାନେ ବ୍ରିଟିଶରକୁ ସାହାଯ୍ୟ କରୁଥିଲେ ବିଜେପି କର୍ମୀ ମାନେ ସେତେବେଳେ ନେତା ମାନେ ପଣ୍ଡିତ ଜବାହରଲାଲ ନେହେରୁ ମୋତିଲାଲ ନେହେରୁ ମୌଲାନା ଆଜାଦ ବଲ୍ଲଭ ଭାଇ ପଟେଲ ସୁଭାଷ ଚନ୍ଦ୍ର ବୋଷ ହରେକୃଷ୍ଣ ମହତାବ ଏମାନେ ସବୁ ଜେଲ ଯାଇଛନ୍ତି ମାଡ଼ ଖାଇଛନ୍ତି ଗାଳି ଖାଇଛନ୍ତି ନିନ୍ଦିତ ହେଇଛନ୍ତି ବର୍ବାଦ ହେଇଛନ୍ତି ସ୍ୱାଧୀନତା ଆଣିଛନ୍ତି ସ୍ୱାଧୀନତା ଆସିଲା ପରେ ଭାରତ ବର୍ଷର ଯୋଉ ବିକାଶ ହେଇଛି ପଣ୍ଡିତ ଜବାହରଲାଲ ନେହେରୁ ଇନ୍ଦିରା ଗାନ୍ଧୀ ଶାସ୍ତ୍ରୀ ମନମୋହନ ସିଂ ରାଜୀବ ଗାନ୍ଧୀ ଅପୂର୍ବ ପରିବର୍ତ୍ତନ ହେଇଛି ଓଡ଼ିଶା କିଏ କରିଛି ହରେକୃଷ୍ଣ ମହତାବ ପଣ୍ଡିତ ନେହେରୁ ଆଜି ହୀରାକୁଦ ବନ୍ଧ ଆଜି ବିଜୁ ପଟ୍ଟନାୟକ ହରେକୃଷ୍ଣ ମହତାବ ପାରାଦୀପ ବନ୍ଦର ପଣ୍ଡିତ ଜବାହରଲାଲ ନେହେରୁ ନାଲକୋ ଜାନକୀ ପଟ୍ଟନାୟକ ଇନ୍ଦିରା ଗାନ୍ଧୀ ଆଜି ଯାହା ହେଇଛି ଓଡ଼ିଶାର ବିକାଶ କଂଗ୍ରେସ ଜରିଆରେ ହେଇଛି କଂଗ୍ରେସ କରିଛି ତେଣୁକରି ଏତେ ପରେ ବି ଇସ୍ତଫା ଦଉନାହାନ୍ତି ବାଧ୍ୟ ହେଇକି ପୂର୍ବତନ ମୁଖ୍ୟମନ୍ତ୍ରୀ ମୁହଁ ମଧ୍ୟ ଖୋଲେ କି ଇସ୍ତଫା ଦିଅନ୍ତୁ ବୋଲି ସେ ବାଧ୍ୟ ହେଇ ଇସ୍ତଫା ଦେବେ ଏବଂ ଯଦି ନ ଦିଅନ୍ତି ଏ ସରକାର ଏଇଥିରେ ଉପୁଡ଼ିଯିବ ସଞ୍ଜ ବୁଡ଼କୁ ନଥବ ରାତିରେ ଦେଖି ନବୀନ ପଟ୍ଟନାୟକ କହିଲେ ଇସ୍ତଫା ଦେବା କଥା ଯେତେବେଳେ ପାଣ୍ଡିଆନଙ୍କୁ ନୋଟିସ କରାହେଲା କରାଯିବ କଣ ହେଇଯାଉଛି ପାଣ୍ଡିଆନ ପ୍ରସ୍ତୁତ ସବୁ ପାଇଁ ସେ ଜେଲ ଯିବା ପାଇଁ ପ୍ରସ୍ତୁତ ତା ଲୋକମାନେ ମଧ୍ୟ ରେଡି ହେଇକି ଅଛନ୍ତି ଯଦି ପାଣ୍ଡିଆନଙ୍କୁ ଜେଲକୁ ପଠାଇବେ କି ଡାକ୍ତରଖାନା ଯିବେ ହଜାର ହଜାର ଯୁବକ ତା ସାଥିରେ ଯିବେ ବୋଲି ପ୍ରସ୍ତୁତ ହେଇଗଲେଣି ତାଙ୍କର ପ୍ରିପାରେସନ ସରିଲାଣି ବିଜେପି ସରକାର ଫାଇଲ ଚୋରି ହଉଛି ବିଜେଡି ସରକାରକୁ ଦାୟୀ କରୁଛନ୍ତି ଅଲାଜୁକ ଆଉ ତମେ ବିଜେପି ସରକାର ବେଳେ 2 ବର୍ଷ ଭିତରେ ତମ ଫାଇଲ ଗଲା ତମେ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଧରୁଛ ଆରେ ଅଲାଜୁକ ମୋହନ ମାଝୀ ସାଧାରଣ ଜ୍ଞାନ ନାହିଁ ତମ ସମୟରେ ଫାଇଲ ଗଲା 2 ବର୍ଷ ହେଲାଣି ତମେ ଏଇନା ପାଣ୍ଡିଆନଙ୍କୁ ଧରୁଛ ଥାନାକୁ ପଠଉଛ ଲଜ୍ଜା ଘୋର ଲଜ୍ଜା ହଜାର ହଜାର ଯୁବକ ବାହାରିଲେ ନା ମୁଁ କଂଗ୍ରେସ ଲୋକ ମୁଁ ବେଲ କରିବି ପାଗଲ କଥା 100 ଭାଗ କୋଉଟା ପାଣ୍ଡିଆନରେ ଯାହା ରାଜ୍ୟର ବିକାଶ କରି ତାକୁ ବିରୋଧ କରିବା ପ୍ରଶ୍ନ ଉଠୁନି ଜଟଣୀରେ ଶୁଣିବ 750 କୋଟି ଟଙ୍କା ଖର୍ଚ୍ଚ କରି ଦେୟାନ ନେଇଠି ଜଟଣୀ ପାଣି ନେଇଛି 11ଟା ରୋଡକୁ ହାରାହାରି
40,000 କୋଟି ଟଙ୍କା ଦେଇଛି। ମୁଖ୍ୟମନ୍ତ୍ରୀ ନାହିଁ, କାମ କରିଛି ସେ। IIT, ନାଇଜର, ଇନଫୋସିସ୍, ଏବେ ଆମ ଓଡ଼ିଶାର ବିକାଶ, ଓଡ଼ିଶାର ବିକାଶ, ରାଜ୍ୟର ବିକାଶ, ଜଟଣୀର ବିକାଶ ଯେ କରିବା ଆମେ ତାକୁ ଦେଖିବୁ। ବର୍ତ୍ତମାନ ଘଟଣା ଯୋଉ ଷ୍ଟୁଡେଣ୍ଟ ମାନେ ପ୍ରୋଟେଷ୍ଟ କରୁଛନ୍ତି, ଯୋଉ ଝିଅ ମାନଙ୍କୁ ମାଡ ମରା ଯାଇଛି, ତାଙ୍କୁ ବ୍ୟାଟ୍ ଟଚ୍ କରାଯାଇଛି, ତାଙ୍କଠି ବ୍ୟାକରୁ ଲାଠି ଇଏ କରାହଉଛି, କରେଣ୍ଟ ଦିଆଯାଇଛି, ୟାକୁ ନେଇ କଣ ଆରେ କହିବେ? ଏଇଥିପାଇଁ ପରା ନରେନ୍ଦ୍ର ମୋଦି ବିଧାୟକ ଆଉ ରହିପାରିବନି। ଏଇ ଯୋଉ ମାଡ ଦେଇଛି ଝିଅ ମାନଙ୍କୁ, ପୁଅ ମାନଙ୍କୁ, ଛାତ୍ରଛାତ୍ରୀ କି ଯିଏ ଯୋଉ ସରକାର ଜର୍ମାନୀରେ, ଫ୍ରାନ୍ସରେ, ଇଟାଲୀରେ, ଜାପାନରେ ଷ୍ଟୁଡେଣ୍ଟ ଉପରେ ଯେ ମାଡ ଦେଇଛି ସେ ବିଦାୟ ହେଇଯାଇଛି। କେବଳ ଚାଇନା ପ୍ରାୟ 15,000 ଷ୍ଟୁଡେଣ୍ଟକୁ ବୁଲଡୋଜର ବଢେଇକି ମାରିଦେଲେ, କିଛି ହେଲାନି, କଣ୍ଟିନ୍ୟୁ କରୁଛି। ଆଉ ପୃଥିବୀରେ ଯୋଉ ଦେଶ ଦେଖିବ ଛାତ୍ରଛାତ୍ରୀ ଅତ୍ୟାଚାର କରିଛି, ବିଦାୟ ହେଇଛି। ତେଣୁ ନରେନ୍ଦ୍ର ମୋଦି ବିଦାୟ ହେବା ସୁନିଶ୍ଚିତ। ଚାଇନାରେ କଣ ଆଙ୍କ ମୁଖ୍ୟମନ୍ତ୍ରୀ ଚାଲିଛି କି କଣ ତାଙ୍କର ଯୋଗୀ ମୁଖ୍ୟମନ୍ତ୍ରୀ ବୁଲଡୋଜର ମାରି ଦଉଛନ୍ତି? ନା ସେ ତାଙ୍କର 71 ଶାସନ। ଯେତେବେଳେ ଚାଇନାରେ ଆନ୍ଦୋଳନ ହେଲା, ଗୋଟେ ଛକରେ ପ୍ରାୟ 30,000 ଛାତ୍ର ଠିଆ ହେଇଥିଲେ, ବୁଲଡୋଜର ନେଇକି 15,000 ଛାତ୍ରଙ୍କୁ ନିୟନ୍ତ୍ରଣ ମାରି ଦିଆଗଲା ଚାଇନା। ତେଣୁ ତାଙ୍କ ଶାସନ ଅଲଗା, କମ୍ୟୁନିଷ୍ଟ ଶାସନ, ଗଣତନ୍ତ୍ର ହେଠି ନାହିଁ। ଆପଣ ଯନ୍ତ୍ର ମନ୍ତର ଯିବେ ଷ୍ଟୁଡେଣ୍ଟକୁ ସପୋର୍ଟ କରିବା ପାଇଁ? ହଁ, ଆମେ ରେଡି। ଆପଣ ଯିବେ? କାଲି ଆମେ ଘେରାଉ କରିଥିଲୁ, କାଲି ଦେଖିଥିବେ। ପରଦିନ ରେଡି, ମାଡ ଖାଇଲେ ମାଡ ଦବା, ଆଗ ଖାଇଦବା, ତାପରେ କୁନ୍ଦି ବି ଧରିକି ଯେ ନରେନ୍ଦ୍ର ମୋଦି ଦାଢି ଫାଡି କିଛି ରହିବନି, ଉପୁଡି ଯିବ। ଏକଦମ ରେଡି ହେଇକି ଯାଇଥାଏ। ମୋହନଟି ହାତ ମାରିବି, ମୋ ସାନ ଭାଇ ସେ। ମୋହନ ମାଝିଟି ହାତ ମାରିବିନି, ଗୋଟେ ସାନ ଭାଇଟେ ନିରୀହ ଆଦିବାସୀ, ତାକୁ ବାଡେଇଲେ ହାତ ଗନ୍ଧେଇବ। କିନ୍ତୁ ଆକୁ ନରେନ୍ଦ୍ର ମୋଦି କି ବାଡେଇଲେ, ଯୋଉ 700 ଟଙ୍କା ଛତୁ ଖାଉଛି ଅଷ୍ଟ୍ରେଲିଆରୁ ଆଣି, ଗାଲ ଚିକଣ କରିଛି, ଦାଢି ଚିକଣ କରିଛି, ମୋ ହାତକୁ ସାଉଁଳିଆ ଲାଗିବ। ଧର୍ମେନ୍ଦ୍ର ସାନ ଭାଇଟେ, ମୁଁ ଆଉ ତା ଆଡେ ଯିବିନି। ମୁଁ ଜାଣିନି, ମୁଁ ଯାକୁ କହିପାରିବିନି। କିନ୍ତୁ ନରେନ୍ଦ୍ର ମୋଦି ସେଥିପାଇଁ ଦାୟୀ, ଶାହା ଦାୟୀ। ଏ 2 ଜଣଙ୍କ ଇସ୍ତଫା ମୁଁ ଦାବି କରୁଛି। ଆଉ ଇସ୍ତଫା, ମୋଷ୍ଟ କ୍ରିମିନାଲ ପର୍ସନ ସେ। ଧର୍ମେନ୍ଦ୍ର ପ୍ରଧାନ ଯଦି ଇସ୍ତଫା ଦେଇ ଦିଅନ୍ତି, କିଛି ବଡ ଘୁମର ଖୋଲିଦେବେ ବୋଲି ମୁଁ କହିପାରିବିନି, ତାଙ୍କ ଦଳ କଥା ମୁଁ କହିପାରିବିନି। କିନ୍ତୁ ଘୋର ଅନ୍ୟାୟ କରିଛି ନରେନ୍ଦ୍ର ମୋଦି ଶାହା। ଏ ଛାତ୍ର ମାନଙ୍କୁ ଯୋଉ ଅତ୍ୟାଚାର କରିଛି, ଫିଜିକାଲି ବାଡେଇଛି, ଝିଅ ପୁଅଙ୍କୁ ଅତି ଅନ୍ୟାୟ କରିଛି, ସେଇଥିପାଇଁ ସେ ବିଦାୟ ହବ। ହେଇଯିବ। ମୋଦିର ମୋର ଭାରି ଭଲ ସମ୍ପର୍କ। ଖାଲି ଆମେ ଛତୁ ଖିଆ କିଏ ହେଇନୁ, ନହେଲେ ସବୁ ଚଳିଛି। ମୋଦିର ମୋର ଚିକଣ ଦାଢି ଦିଲ୍ଲୀରେ। କଣ ଥିଲା କି ସେ ଗୁଜୁରାଟରେ ଚା ବିକୁଥିଲା। ଏ ପାଇପ ମିସ୍ତ୍ରୀ, ତା ଗାଁକୁ ଯାଇଛି ମୁଁ, ୟା ଗାଁକୁ ଯାଇଛି ମୁଁ। ମୋଦି ବାହା ହେଲା, ଫୋର୍ଥନାଇଟ୍ ପରଦିନଠୁ ତା ସ୍ତ୍ରୀ ଛାଡି ଦେଇଛି ତା ଗାଁରେ। ଏଇନା ବି ଅଛି, କାରଣ ଏଭ୍ରି ଡେ ଦରକାର ଆଙ୍କ ପାଇଁ ଲେଡିଜ, ନରେନ୍ଦ୍ର ମୋଦି ପାଇଁ। 30 ବର୍ଷ ମଫଲରକୁ ସାଇଜ ରଖିଛନ୍ତି, ମୋର 1 ବର୍ଷ ମୋ ସ୍ତ୍ରୀକୁ ସାଇଜ ରଖିପାରିଲେ? ଓହୋ, କାହିଁ ସେ କଥା କହୁଛ? ଅଧିକ ଅପଡେଟ୍ ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁନି। ନିର୍ଭୟ ସୂଚନା, ନିର୍ଭୟର ସହ ସବୁବେଳେ ଆପଣଙ୍କ ସାଥିରେ।